ଆପଣ ଜାଣିଛନ୍ତି ଭାରତ ବର୍ଷରେ ଆମେ ୟୁରୋପ ବା ଆମେରିକାର ଲୋକଙ୍କ ଠାରୁ କମ୍ ବୟସରେ ଆମର ମୃତ୍ୟୁ ହୁଏ। ଆମର ହାରାହାରି ଆୟୁ ୟୁରୋପ ବା ଆମେରିକା ଠାରୁ ବହୁ ଅଂଶରେ କମ୍। ମୁଁ ଏଇଆ କହିବା ପାଇଁ ଚାହୁଁଛି ଯେ ଭାରତୀୟମାନେ ଦୀର୍ଘାୟୁ ହୁଅନ୍ତୁ ଏକଥା ଆମେ ଚାହିଁବା, କିନ୍ତୁ ଦୀର୍ଘ ଜୀବନର ରହସ୍ୟ କ'ଣ? କ'ଣ କଲେ ଜଣେ ବହୁତ ବର୍ଷ ବଞ୍ଚିପାରିବ, ଖୁସିରେ ବଞ୍ଚିପାରିବ ଏବଂ ଜୀବନରେ ରୋଗ ଆସିବ ନାହିଁ। ଖାଲି ବଞ୍ଚି ରହିବାରେ କିଛି ମୂଲ୍ୟ ନଥାଏ। ଯଦି ଆପଣ ବେଡ୍ରେ ପଡ଼ିଛନ୍ତି ଏବଂ ଉଠି ବସି ପାରୁନାହାନ୍ତି, 60-65 ବର୍ଷ ହେଲା ବେଳକୁ ଆପଣ ଆଉ ପାହାଚ ଚଢ଼ି ପାରୁନାହାନ୍ତି, କଷ୍ଟ ହେଉଛି, ଜୀବନ ଗୋଟିଏ ବୋଝ ହେଇଯାଉଛି, ସେତିକି ବେଳେ ଆପଣ 80 ବର୍ଷ 90 ବର୍ଷ ବଞ୍ଚି ଲାଭ କ'ଣ? ତେଣୁ ସୁସ୍ଥରେ ବଞ୍ଚିବେ, ଖୁସିରେ ବଞ୍ଚିବେ ଏବଂ ଜୀବନ ଆପଣଙ୍କ ଉପରେ ବୋଝ ହେଇନଥିବ। ଏଇଭଳି ଜୀବନ ଯେଉଁମାନେ ବଞ୍ଚୁଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ଏବଂ ରହସ୍ୟ ଜାଣିବା ପାଇଁ ଚାହିଁବା ଯେ ଆପଣ ଏତେ ବର୍ଷ କେମିତି ବଞ୍ଚିଲେ, ଏହାର ରହସ୍ୟ କ'ଣ? ବୋଧହୁଏ ଭାରତୀୟ ଜୀବନ ଦର୍ଶନରେ ଗୋଟିଏ କଥା ଯାହା କୁହାଯାଇଛି ତାକୁ ଖୁବ୍ କମ୍ ଲୋକ ପାଳନ କରନ୍ତି। ଶିଶୁ ଭଳି ସରଳ ହୁଅ। ଅନେକ ଜଟିଳ ତତ୍ତ୍ୱ ଆମ ମୁଣ୍ଡକୁ ଆକ୍ରାନ୍ତ କରେ, ଯାହାଫଳରେ ଆମେ ସରଳ ଭାବରେ ଚିନ୍ତା କରିପାରୁନା। ଦର୍ଶକ ବନ୍ଧୁ, ଜୀବନର ଏହି ସରଳ ମନ୍ତ୍ରଟି ଆପଣଙ୍କୁ ହୁଏତ ଦୀର୍ଘଜୀବୀ କରିପାରେ, ରୋଗମୁକ୍ତ କରିପାରେ। ପ୍ରକୃତି ସହିତ ବଞ୍ଚିବା, ପ୍ରକୃତି ସହିତ ରହିବା, ସରଳ ଜୀବନଯାପନ କରିବା, ଜୀବନରେ ଚିନ୍ତା ଦ୍ୱାରା ଆକ୍ରାନ୍ତ ନହେବା ଏବଂ ରେଗୁଲାର ବ୍ୟାୟାମ କରିବା, ଜୀବନକୁ ସରଳ କରିବା, ଏସବୁ ଦୀର୍ଘ ଜୀବନର ହୁଏତ ରହସ୍ୟ ହୋଇପାରେ। ସିଆରାମ ବାବାଙ୍କର ଜୀବନରେ ବୋଧହୁଏ ଏହି ଘଟଣା ଘଟିଛି, ଯେଉଁଥିପାଇଁ ସିଏ 110 ବର୍ଷ ବଞ୍ଚି ପାରୁଛନ୍ତି, ଯିବା ଆସିବା କରିପାରୁଛନ୍ତି। ସରଳ ଜୀବନ ଭିତରେ କାହିଁ 110 ବର୍ଷର ଆୟୁ, ଏହାକୁ ଆପଣ ଆଜିର ଦିନରେ କଳ୍ପନା କରିବା କଷ୍ଟକର। ଭାରତରେ ଅନେକ ବ୍ୟକ୍ତି ଅଛନ୍ତି, ଆମ ଗାଁ ଗଣ୍ଡାରେ 90 ବର୍ଷରୁ ଅଧିକ 100 ବର୍ଷ ଅତିକ୍ରମ କରିଥିବା କିଛି ବ୍ୟକ୍ତିଙ୍କୁ ଆପଣ ପାଇପାରିବେ। ସେହି ଦୀର୍ଘାୟୁ ବ୍ୟକ୍ତିମାନଙ୍କୁ ପ୍ରଶ୍ନ ପଚାରି ତାଙ୍କ ଜୀବନର ଦର୍ଶନ, ସେ କିଭଳି ଜୀବନକୁ ଅତିବାହିତ କରିଛନ୍ତି ସେ ସମ୍ପର୍କରେ କଥା ହୁଅନ୍ତୁ, ଯାହାଫଳରେ ଆପଣଙ୍କୁ ଲାଭ ହେବ, ଦୀର୍ଘ ଜୀବନର ରହସ୍ୟ ଆପଣ ପାଇପାରିବେ। ମୁଁ ଆପଣଙ୍କୁ ସାରା ପୃଥିବୀରେ ଅଧିକ ଦିନ ବଞ୍ଚିବା ପାଇଁ ଯେଉଁ ସବୁ ବଡ଼ ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଚାହିଁବି। ଆପଣମାନେ ଜେଫ୍ ବେଜୋସଙ୍କ ନାଁ ଶୁଣିଥିବେ। ଆମାଜନ କମ୍ପାନୀର ସେ ହେଉଛନ୍ତି ପ୍ରତିଷ୍ଠାତା, ସେ ହେଉଛନ୍ତି ମାଲିକ। ସିଏ ଏବଂ ତାଙ୍କ ଭଳି ଅନେକ ପ୍ରତିଷ୍ଠିତ ଶିଳ୍ପପତି ଯେଉଁମାନେ ଇମୋର୍ଟାଲିଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଇମୋର୍ଟାଲିଟିର ଓଡ଼ିଆ ହେଉଛି ଅମରତ୍ୱ, ମଣିଷ ମରିବ ନାହିଁ। କୁହାଯାଉଛି ଯେ ଜଣେ ମଣିଷ 120 ବର୍ଷରୁ ଅଧିକ ବଞ୍ଚିପାରିବ। ସିଆରାମ ବାବା ତ 110 ବର୍ଷ ବଞ୍ଚି ସାରିଲେଣି। ଶାନ୍ତନୁ ଆଚାର୍ଯ୍ୟ ଓଡ଼ିଶାର ଜଣେ ଜଣାଶୁଣା ବ୍ୟକ୍ତି, ସାହିତ୍ୟିକ, ନିକଟରେ ତାଙ୍କର ଏକ ପଡକାଷ୍ଟ ଆମେ କରିଥିଲେ। ସେ ତ 92 ବର୍ଷ ବୟସରେ ବେଶ ସତେଜ ଅଛନ୍ତି। ତେଣୁ ତାଙ୍କୁ ମଧ୍ୟ ପଚାରିବାର ଆବଶ୍ୟକତା ଅଛି ଯେ ଏତେ ସୁନ୍ଦର ସରଳ ଜୀବନ ଆପଣ କେମିତି ବଞ୍ଚିପାରିଲେ ଏବଂ ଦୀର୍ଘ ଜୀବନର ରହସ୍ୟ କ'ଣ? ଜେଫ୍ ବେଜୋସଙ୍କ କଥା କହୁଥିଲି। ଜେଫ୍ ବେଜୋସ ଇମୋର୍ଟାଲିଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଆମେରିକାର ଅନେକ ବ୍ୟବସାୟୀ, ଶିଳ୍ପପତି ଇମୋର୍ଟାଲିଟି ବା ଅମରତ୍ୱ ଉପରେ ଟଙ୍କା ବିନିଯୋଗ କରିଛନ୍ତି, ଇନଭେଷ୍ଟ କରିଛନ୍ତି। ମୁଁ ଆପଣଙ୍କୁ ସେହି ଶିଳ୍ପପତିମାନଙ୍କର ନାଁ କହିବା ପାଇଁ ଚାହିଁବି, ଯେଉଁମାନେ ଅମରତ୍ୱ ପାଇଁ, ମଣିଷ କିଭଳି ଅମର ହେବ ବା ଦୀର୍ଘ ଦିନ ଯୁବକ ଭଳି ବଞ୍ଚିପାରିବ ତା ଉପରେ ରିସର୍ଚ୍ଚ କରୁଛନ୍ତି।